এটা জয়পুর স্টেশন বাজিলা বেলা লাগুଛି। আরে 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 রে ଏହା ହେଉଛି ଅଲ୍ ଇଣ୍ଡିଆ ରେଡ଼ିଓ ଜୟପୁରର କଥା ଯାକ। ଆଉ ଏଇଠି ଶୁଣୁଛନ୍ତି ଆମର ମଦନ ଭାଇ, ଜଣେ ଅଗ୍ରଣୀ ଚାଷୀ, ସ୍ୱେଚ୍ଛାସେବୀ ଏବଂ ଆଦିବାସୀ ସମ୍ପ୍ରଦାୟର ଜଣେ ପୁରୁଖା ଲୋକ। ସେ ଶୁଣୁଛନ୍ତି ଏ ଗୀତ ଗୁଡ଼ିକ, ଏ କଥା ଗୁଡ଼ିକୁ। ବହୁତ ଖୁସି ଲାଗିଲା ଯେ ଗୋଟେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାକୃତିକ ଭାବରେ ଟଙ୍ଗା ହୋଇ ରହିଥିବା ଏଇ ରେଡ଼ିଓଟିକୁ ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ଜୟପୁରର ସମସ୍ତ କଳାକାର ଏବଂ ପ୍ରଯୋଜକମାନଙ୍କୁ ଆମେ କୃତଜ୍ଞତା ଜଣାଇବୁ ଯେ ସେମାନେ ବଞ୍ଚାଇ ରଖିଛନ୍ତି ଆକାଶବାଣୀ ଜୟପୁରକୁ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ମଧ୍ୟ, ଯାହାଫଳରେ କି ଆମେ ଆଜି ଏଭଳି ଏକ ସ୍ଥାନରେ ମଧ୍ୟ ରେଡ଼ିଓଟାକୁ ଶୁଣିପାରିଲୁ, ଗୀତ ଶୁଣୁଛୁ ଏବଂ ବର୍ଣ୍ଣନା ଶୁଣୁଛୁ। ମଦନ ଭାଇ, ଏଇଟା କ'ଣ ମାନେ ରେଡ଼ିଓ ଗୋଟେ ଅଛି କ'ଣ ମୋବାଇଲ ଯୁଗରେ ଆପଣ ରେଡ଼ିଓ ଶୁଣିବା ବସିଛନ୍ତି? କେବେଠୁ ଶୁଣୁଛନ୍ତି କ'ଣ, କେବେଠୁ ଏଇଟା କ'ଣ? ଆଜ୍ଞା, ରେଡ଼ିଓ ଆକ୍ଚୁଆଲି ସାଥୀ ଆମର। ରେଡ଼ିଓ ଏଠି ରଖିଛି, ଏଠି ମୁଁ ଜଣେ ଚାଷ କଲେ ମଧ୍ୟ ଜଣେ ରହିଲେ ବି ମାନେ ତାର ସଂଖ୍ୟା ଆପଣ କଳ୍ପନା କରିପାରିବେ। 1000 ଲକ୍ଷେ କୋଟି ସହିତ ବି ସମାନ ହେଇପାରିବେନି ମୋ ରେଡ଼ିଓ ସହିତ। କାହିଁକି ସେମିତି କାହିଁକି ଆପଣ ଦେଖିଲେ ରେଡ଼ିଓ ଏତେ ଉଷୁମ କରିବ ଏ ନିଚାଟିଆ ଜାଗା, ରାତିରେ ହଉ, ସନ୍ଧ୍ୟାରେ ହଉ, ସକାଳେ ହଉ, ବହୁତ ବଢ଼ିଆ ବଢ଼ିଆ ପ୍ରୋଗ୍ରାମ ଦିଏ। ଆମର ବିଶେଷ କରି ଆମର କୋରାପୁଟ ଜିଲ୍ଲା ଆଉ ଆମର ଜୟପୁର ଷ୍ଟେସନ ଆକାଶବାଣୀ ଜୟପୁର, କେତେ ବଢ଼ିଆ କଳାକାର ସେଠି ଅଛନ୍ତି। ଆପଣ ଦେଖିବେ ସକାଳଠୁ ଆରମ୍ଭ କରିକିନା ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ। ଆମର ଦେଶିଆ ଭାଷାରେ ରେଡ଼ିଓ କେ ପଚାରୁ, ଚୈତିଜନ କାର୍ଯ୍ୟକ୍ରମରେ ଆମର କୁଇ ଭାଷା, ପରଜା ଭାଷାର ଗୀତ, ନାଚ, ଭୂମିଆ, ସାନ୍ତାଳୀ, ସବୁ ପ୍ରକାର ଚୈତିଜନ କାର୍ଯ୍ୟକ୍ରମ। ସେମିତି ବିଭିନ୍ନ ପ୍ରକାର ଆଜି କୋଉଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଉଠି ଗଲେ ତାର ଗୋଟେ ନ୍ୟୁଜ୍ ଆସେ, ରାଷ୍ଟ୍ରପତି କୋଉଠି ଅଛନ୍ତି, କ'ଣ କରୁଛନ୍ତି ସେଇଟା ଆସେ, ରାଜ୍ୟରେ କ'ଣ ବିଲ୍ ପାସ୍ ହେଲା, କ'ଣ ନୀତି ତିଆରି ହେଲା, କୋଉ ନିୟମ ତିଆରି ହେଲା, ବିଭିନ୍ନ ପ୍ରକାର ମାନେ ଆପଣ କାମ କରୁଥାଇକିରି ଏଇଟା କୁହନ୍ତୁ ଶୁଣି ଦଉଛନ୍ତି। ଆପଣ ରେଡ଼ିଓ ଏମିତି ଦେଖିବା ଦରକାର ନାହିଁ, ଶୁଣିତେ ଚାଲିଥିବ, ଆମେ କାମ କରୁଥିବୁ, ମନ ଖୁସି। ମୋ ସହିତ କହୁଛି ପରା, କୋଟିଏ କି 1000 ଲୋକ ଥିବା ସହିତ ବି ସମାନ। ଟେପ୍ ରେକର୍ଡରେ ତ ଗୀତ ଶୁଭିବ ନାଇଁ, ଟେପ୍ ରେଡ଼ିଓରେ ସେତେ ଆପଣ ପାର୍ଟିକୁଲାର ଗୋଟେ ଜିନିଷ ବା ଗୋଟେ ଗୀତ ଶୁଣିବେ। ଏଇଠି ଆଜ୍ଞା ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା, ଆଜି କ'ଣ ଘଟିବ, ପାଣିପାଗ, ଆପଣଙ୍କର ବିହନ ସଂଶୋଧନ, ଆପଣଙ୍କର ଚାଷବାସ କଥା ସବୁ ଜୟପୁର ଷ୍ଟେସନ। ସେଥିପାଇଁ ମୁଁ ଯୁବବାଣୀ ଯୁବକମାନଙ୍କ ପାଇଁ ସେତେବେଳଠୁ ମୁଁ ଶୁଣି ଆସେ ଯୁବବାଣୀ ସିଏ ଗୁଡ଼ାକ। ତାପରେ ସେଣ୍ଟ୍ରାଲ ନ୍ୟୁଜ୍ ଯୋଉଟା ଦିଲ୍ଲୀ ଲେଭେଲରେ ନ୍ୟାସନାଲ ନ୍ୟୁଜ୍ ସବୁ ଦେବ। ଇଂଲିଶ ଶୁଣିପାରିବେ, ହିନ୍ଦୀ ଶୁଣିପାରିବେ, ଆମର ଦେଶିଆ ଶୁଣିପାରିବେ, ଆମର ଆଦିବାସୀ ପରିଚା ଶୁଣିପାରିବେ, କୁଇ ଗୀତ ଶୁଣିବା, ପୁନେଇ ଲେଞ୍ଜୁ, ସୌରାର ଆହୁରି ଗୋଟେ କ'ଣ ଗୋଟେ ଅଛି, ସେଗୁଡ଼ାକ ମାନେ ସବୁ ପ୍ରକାର ଭାଷା ଆମର ରେଡ଼ିଓ ଦିଏ। ରେଡ଼ିଓ ହେଉଛି ପ୍ରକୃତରେ ଆମର ଚାଷୀ। ଆଉ ଚିଠି ଲେଖା ଲେଖି ସବୁ ଚାଲିଥିବ, ଉତ୍ତର ଦେଉଥିବେ ଆମର କଳାକାର ମାନେ। ମୁଁ ନିୟମିତ ଶ୍ରୋତା, ସବୁଦିନ ଶ୍ରୋତା, ଦିନ ରାତି। କିନ୍ତୁ ଚିଠି ଆଉ ଜୀବନ ଯାକ ମୋର ବହୁତ, ଘରେ ମଧ୍ୟ ଛୋଟ ଥିଲାବେଳେ ବି ଛୋଟ ରେଡ଼ିଓ ଧରିକିରି ବୁଲୁଥିଲୁ। କେଚଲା ଆରପାରିରେ ଆମେ କାମ କରିବାକୁ ଯାଉଥିଲୁ ଆମର ସଂଗଠନ ତରଫରୁ, ସିଏ ସଭା ତରଫରୁ। ନଦୀ ଘାଟରେ ରେଡ଼ିଓ ଧରିକିରି ଆମେ ଜୟପୁର ଷ୍ଟେସନକୁ ଗୀତ। ଆଉ ନଦୀରେ କ'ଣ ପାଇଁକି ଆଜ୍ଞା ମୁଁ ଜାଣିନି, ବେଶୀ ସାଉଣ୍ଡ ହୁଏ, ବହୁତ କ୍ଲାରିଟି ଆସେ, କ'ଣ ପାଇଁକି ଡଙ୍ଗାରେ ଗଲାବେଳେ ବି ଶୁଣୁଥିଲୁ। ଆଉ ଇଏ କୁଡ଼ିଆରେ ବସିକି ମୋର ବନ୍ଧୁ, ରେଡ଼ିଓ ବନ୍ଧୁ, ମାନେ ଏତେ ତାକୁ ମାନେ ଯିଏ ଉଦ୍ଭାବନ। ବନ୍ଧୁର ବୟସ କେତେ ହବ ଆଜ୍ଞା? ଏ ରେଡ଼ିଓର ବୟସଟା କେତେ ହବ? ବୟସ ମିନିମମ୍ 19-22 ବର୍ଷ। ତେଣୁ 22 ବର୍ଷର ଭେଣ୍ଡାକୁ ଆପଣ ଧରି ବସିଛନ୍ତି। ନିଶ୍ଚୟ ବିଲକୁଲ କିଛି ସେ ମତେ ଦୁଃଖ ଦେଇନି, ସୁଖ ଦେଉଛି, ଖୁସି ଦେଉଛି। ତେଣୁ ବନ୍ଧୁଗଣ, ନିଶ୍ଚିତ ଭାବରେ ଆମେ ଖୁସି ହେଲୁ ଯେ ଆକାଶବାଣୀ ଜୟପୁରକୁ ଭଲ ପାଉଥିବା
जड़े चाषी सहित आज कथबार्ता आम करे से केवल चाषबासर कथा नुहे गीत को मुझे भल पाती कलाकार मान भल पाती जो आकाशवाणी कर्मकर्ता माने टिके यही कथा को शुणु जो जयपुर ऑल इंडिया रेडियो जयपुर को आकाशवाणी जयपुर को टिके हेय ज्ञान मन करी यार समस्त परिचालनार दायित्व नहीं गले भवानीपाटना को जहाँफल कि एठिकार कार्यक्रम बाधाप्राप्त होती बाधा सृष्टि से निश्चित भाव में चिंता करने कथा जे केते लोक भल पाती आकाशवाणी जयपुर को एवं आकाशवाणी जयपुर को पुणी थे से पूर्व गौरव पूर्व तार ऐतिह्य तार जो बल तार जो शक्ति ताकू पुणी थे फेराई देवाई आम यही श्रोता मान माध्यम आम दाबी करुचु आम आग्रह करुचु आम अनुरोध करुचु केंद्र सरकार को जे पुणी थे आकाशवाणी जयपुर को तार पूर्व ऐतिह्य पूर्व परंपरा पूर्व जो बल से ह्यूमन रिसोर्स हो कि मटेरियल रिसोर्स हो एडमिनिस्ट्रेटिव रिसोर्स हो से गुड़िक सब पुणी थे फेराई दि जाऊ आकाशवाणी जयपुर को नहले आकाशवाणी जयपुर अगणित श्रोतांकर हृदय निश्चित भाव बाधिब तेणु यही जो कहानी थिला यही कहानी चाषीर कहानी चाषीर संपर्कर कहानी एक रेडियो सहित संपर्कर कहानी को आपण निश्चित भाव में शुणी थे एवं यही संपर्क को जारी रखिए यही आशा आम करुछु तेरे पुणी थे रेडियो बाजुछि श्रोता भी शुणुंट से भली एक परिस्थिति मध्यरु आपण मन समस्त को परब जुहार।